ବାଜିଲାଣି 9ଟା କିନ୍ତୁ ପୁଅ ଘରେ ଶୋଇଛନ୍ତି ଏ ଧନ ଉଠେ ଭଲରେ ସବୁ ସହରରେ ରହୁଛ ଲୋକମାନଙ୍କର ଏଇ ଅଛନ୍ତି ଛୋଟ ଛୁଆ ହଉ କି ବଡ଼ ଲୋକ ରାତି ସାରା ନିଦ ଲାଗିବ କିନ୍ତୁ ଦିନ ସାରା କହିବେନି ଶୋଇବା କ'ଣ ପାଇଁ ରାତି ସାରା କମ୍ପ୍ଲେନ୍ ଆଣିବ କ'ଣ ଚିନ୍ତା ଭଲ ଲାଗିବ ତାପରେ ମୁଁ ତାକୁ ଏଠି ଗୋଟେ ପଇଡ଼ ଦେଇଥିଲି ପିଇବା ପାଇଁ। ତାପରେ କିଛି ସମୟ ଛାଡ଼ି ତାକୁ ଖୁଆଇଦେଲି ଟିକେ ଛତୁଆ, କାରଣ ସକାଳୁ ସବୁଦିନ ଟିକେ ଛତୁଆ ଖାଏ ଆଉ ଏମିତି କୋଡ଼ସ ହେଇକି ଖାଇବାକୁ। ତାପରେ ମୋ ଖାଇବାରେ ମୁଁ ଆଜି ବନେଇଥିଲି ପଖାଳ, ତା ସହିତ ଭଜା ଆଉ ଟମାଟୋ ବାଇଗଣ ପୋଡ଼ିକି ଭର୍ତ୍ତା କରିଥିଲି। ଆଜି ବହୁତ ଲେଟ୍ ହେଇଗଲାଣି ଆଉ ମୋତେ ପ୍ରବଳ ଭୋକ, କାରଣ ସବୁଦିନ ଖାଇସାରିକି ସଫାସଫି କରିବାକୁ ଯାଏ, କିନ୍ତୁ ଆଜି ଆଗେ ପଳେଇଥିଲି ସଫା କରିବାକୁ, ସେଥିପାଇଁ ଲେଟ୍ ହେଇଗଲାଣି। ମୋତେ ଭୋକ ବି ଲାଗିଥିଲା ବହୁତ ଜୋରରେ। ତାପରେ ମୁଁ ଖାଇଦେଇକି ମୁଁ ବି ଚାଲି ରୋଷେଇ କରିବାକୁ। ଏଠି ଦେଖନ୍ତୁ ପୁଅ ତାର ଗାମୁଛା ପିନ୍ଧିକି କେମିତି ହେଉଛି। ତାପରେ ରୋଷେଇ ସରିଯାଇଥିଲା ମୋର। ତାପରେ ପୁଅକୁ ଖୁଆଇଦେଲି ଭାତ ଡାଲି ଆଉ ଚିକେନ୍। ଆଜି ତାର ଚିକେନ୍ ହେଇଛି, ଭାତ ତାର ସର ପଳେଇବ ଆଉ ବହୁତ ଶୀଘ୍ର ବି ସେ ଖାଇଦେବ। ଆଉ ଯେଉଁଦିନ ସାଧା ହେଇଥିବ 1 ଘଣ୍ଟା ବସିକି ମୋ ଅଣ୍ଟା ପିଠି ପୁରା ବିନ୍ଧି ପକାଇବ। ତାପରେ ତାକୁ ଖୁଆଇ ସାରିଲା ପରେ ମୁଁ ଚାଲିଲି ଏବେ ବାପାଙ୍କ ପାଇଁ ଖାଇବାକୁ ବାଢ଼ିବା ପାଇଁ। ତ ବାପାଙ୍କୁ ଖାଇବାକୁ ଦେଇଦେବି। ବାପାଙ୍କର ଖାଇବାରେ ଆଜି ହେଇଥିଲା ଭାତ ଆଉ ତା ସହିତ ଆଳୁ ଭର୍ତ୍ତା ଆଉ ଡଙ୍କ ତରକାରୀ ଆଉ ଦହି। ତାଙ୍କୁ ଖାଇବାକୁ ଦେଇ ସାରିଲା ପରେ ମୁଁ ଏବେ ଚାଲିଲି ମୋ ଖାଇବା ପାଇଁ। ମୋର ଆଜି ସ୍ପେଶାଲ୍ ଆମ୍ବୁଲ ଦଳା, ବନ୍ଧାକୋବି ତରକାରୀ ଆଉ ତା ସହିତ ଡାଲି ଆଉ ସକାଳର ଭଜା। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗୁଛି ତାହେଲେ ସବସ୍କ୍ରାଇବ୍ ନିହାତି କରିବେ। ରହିଲି ନମସ୍କାର, ଜୟ ଜଗନ୍ନାଥ।